ତେବେ ଦର୍ଶକ ବନ୍ଧୁ ଫୁଟବଲ ସମ୍ରାଟକୁ ଭେଟିବେ କ୍ରିକେଟ କିଙ୍ଗ। ଲଣ୍ଡନରୁ ଭାରତ ଫେରିଲେ ବିରାଟ। ତେବେ ଦର୍ଶକ ବନ୍ଧୁ ଭାରତୀୟ କ୍ରିକେଟ ଦଳର ସୁପରଷ୍ଟାର ବିରାଟ କୋହଲି ତାଙ୍କ ବିଦେଶ ଗସ୍ତ ପରେ ଭାରତ ଫେରିଛନ୍ତି। ତାଙ୍କ ନିକଟରେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ମୁମ୍ବାଇରେ ଦେଖିବାକୁ ମିଳିଥିଲା। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ପରେ ବିରାଟ ଭାରତ ଛାଡ଼ିଥିଲେ, କିନ୍ତୁ ତାଙ୍କ ଫେରିବା ପ୍ରଶଂସକଙ୍କ ମଧ୍ୟରେ ନୂତନ ଆଲୋଚନା ଆରମ୍ଭ କରିଛି। ତେବେ ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଭାରତ ଗସ୍ତ କରିଛନ୍ତି। ମେସି ଡିସେମ୍ବର 13 ତାରିଖରେ କୋଲକାତାରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରଶଂସକଙ୍କ ଏକ ବିଶାଳ ଭିଡ଼ ଜମା ହୋଇଥିଲା। ତେବେ ତାଙ୍କର ପରବର୍ତ୍ତୀ ରହଣି ଡିସେମ୍ବର 14 ତାରିଖରେ ମୁମ୍ବାଇ ହେବ, ଯେଉଁଠାରେ ସେ ୱାଙ୍ଗଡେ ଷ୍ଟାଡିୟମରେ ତାଙ୍କ ପ୍ରଶଂସକମାନଙ୍କୁ ଭେଟିବେ। ତେବେ ବିରାଟ କୋହଲିଙ୍କ ଭାରତ ଫେରିବା ଏବଂ ମେସିଙ୍କ ମୁମ୍ବାଇ ଆସିବା ଖବର ପରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ କଳ୍ପନା ଜଳ୍ପନା ଜୋର ଧରିଛି। ତେବେ ବିଶ୍ୱାସ କରାଯାଉଛି ଯେ ଏହି ଦୁଇ କିମ୍ବଦନ୍ତୀ ଖେଳାଳି ମୁମ୍ବାଇରେ ପରସ୍ପରକୁ ଭେଟି ପାରନ୍ତି। ଯଦି ଏହା ହୁଏ ତେବେ ଏହା କ୍ରୀଡ଼ା ଜଗତ ପାଇଁ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ମୁହୂର୍ତ୍ତ ହେବ। ତଥାପି ବର୍ତ୍ତମାନ ପର୍ଯ୍ୟନ୍ତ ବିରାଟ କୋହଲି କିମ୍ବା ଲିଓନେଲ ମେସିଙ୍କ ପକ୍ଷରୁ ଏହି ସମ୍ଭାବ୍ୟ ସାକ୍ଷାତକାର ସମ୍ପର୍କରେ କୌଣସି ନିଶ୍ଚିତ କରାଯାଇ ନାହିଁ। ତେବେ କ୍ରିକେଟ କିଙ୍ଗ ବିରାଟ କୋହଲିଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ଼ ତାରକାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଇଥାଏ। ସେହିଭଳି ଫୁଟବଲ ଜଗତରେ ଫୁଟବଲ ସମ୍ରାଟ ଲିଓନେଲ ମେସିଙ୍କ ଲୋକପ୍ରିୟତା ଅତୁଳନୀୟ। ଉଭୟ ଖେଳାଳିଙ୍କ ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି। ଯଦି କୋହଲି ଏବଂ ମେସିଙ୍କୁ ଏକାଠି ଦେଖାଯାଏ ତେବେ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇପାରେ। ତେବେ ଲିଓନେଲ ମେସିଙ୍କ ଭାରତ ଗସ୍ତର ପ୍ରଥମ ଦିନରେ ତାଙ୍କ ପାଇଁ ଆଶା ଅନୁଯାୟୀ କିଛି ହୋଇନଥିଲା। ତେବେ ହଜାର ହଜାର ଫୁଟବଲ ପ୍ରଶଂସକ ତାଙ୍କୁ ଦେଖିବା ପାଇଁ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଏକାଠି ହୋଇଥିଲେ। ତେବେ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଖେଳାଳିଙ୍କ ସହ କିଛି ସମୟ ବିତାଇବାକୁ ଆଶା କରିଥିଲେ, କିନ୍ତୁ ରିପୋର୍ଟ ହୋଇଛି ଯେ ମେସି କେବଳ 10 ମିନିଟ୍ ପାଇଁ ଷ୍ଟାଡିୟମରେ ରହିଥିଲେ। ତେବେ ଲିଓନେଲ ମେସିଙ୍କ ଶୀଘ୍ର ପ୍ରସ୍ଥାନ ଖବର ଷ୍ଟାଡିୟମର ଦର୍ଶକଙ୍କୁ ନିରାଶ କରିଦେଇଥିଲା। କ୍ରୋଧ ଏତେ ବୃଦ୍ଧି ପାଇଥିଲା ଯେ ଭିଡ଼ ଅନିୟନ୍ତ୍ରିତ ହୋଇ ସଲ୍ଟ ଲେକ୍ ଷ୍ଟାଡିୟମରେ ଭଙ୍ଗାରୁଜା କରିବାକୁ ଲାଗିଲା। ତେବେ ଏହି ଘଟଣା ଗୋଟ୍ ଇଣ୍ଡିଆ ଟ୍ୱିଟରର ବ୍ୟବସ୍ଥା ଉପରେ ପ୍ରଶ୍ନ ମଧ୍ୟ ଉଠାଇଛି। ତେବେ ଏହିଭଳି ପ୍ରକାର ଭିଡ଼ିଓ ଦେଖିବା ପାଇଁ ଆପଣମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ, କାରଣ ଏହିଭଳି ପ୍ରକାର ଭିଡ଼ିଓ ଆପଣମାନେ ଏହି ଚ୍ୟାନେଲରେ ଦେଖିବାକୁ ପାଇବେ। ତେବେ ରହିଲି, ଜୟ ଶ୍ରୀରାମ।